प्रभु जीशु ख्रीष्टଙ୍କ ନାମରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆସନ୍ତୁ ଆଜି ଆମେ କ୍ରୁଶବିଦ୍ଧ ବିଷୟରେ ଚିନ୍ତା କରିବା। କ୍ରୁଶବିଦ୍ଧ ରୋମାନ ସାମ୍ରାଜ୍ୟର ସବୁଠାରୁ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପଦ୍ଧତି ମଧ୍ୟରୁ ଗୋଟିଏ ଥିଲା। ଯୀଶୁ ଆମ ପାଇଁ ବହୁତ ଯନ୍ତ୍ରଣା ସହିଥିଲେ। ସେ କଣ୍ଟାର ମୁକୁଟ ପିନ୍ଧିଥିଲେ ଏବଂ ତାଙ୍କ ହାତ ଏବଂ ପାଦ ଦେଇ କ୍ରୁଶରେ କଣ୍ଟା ମରା ଯାଇଥିଲା। ବାଇବଲ ଯୀଶୁଙ୍କ ମୃତ୍ୟୁକୁ ବିସ୍ତୃତ ଭାବରେ ଲିପିବଦ୍ଧ କରେ। ଆସନ୍ତୁ ଆଜିର ଏହି ଅଧିବେଶନରେ ଆମେ ଯୀଶୁଙ୍କ ମୃତ୍ୟୁ ବିଷୟରେ, ବିଶେଷ କରି ଯୀଶୁଙ୍କ କ୍ରୁଶବିଦ୍ଧ ବିଷୟରେ ଚିନ୍ତା କରିବା ଏବଂ ଆଜିର କେବଳ ବାଇବଲର ଏହି ଅଧ୍ୟୟନରେ ବିସ୍ତୃତ ଭାବରେ ଯୀଶୁଙ୍କ କ୍ରୁଶବିଦ୍ଧର ଆଧ୍ୟାତ୍ମିକ ଅର୍ଥକୁ ଅନୁସନ୍ଧାନ କରିବା ଏବଂ କେଉଁ ମାଧ୍ୟମରେ ଆମେ ପରିତ୍ରାଣ ପାଇପାରିବା ସେ ବିଷୟରେ ଆସନ୍ତୁ ଆଜିର ଅଧ୍ୟୟନରେ ଆମେ ଚିନ୍ତା କରିବା। ମାଥିଉ 27 ଅଧ୍ୟାୟ 29 ଏବଂ 30 ପଦ। ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କର ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ। ପୁଣି ତାହାଙ୍କ ସମ୍ମୁଖରେ ଜାନୁପାତି, ହେ ଯହୂଦୀମାନଙ୍କ ରାଜା, ନମସ୍କାର, ଏହା କହି ତାଙ୍କୁ ପରିହାସ କଲେ। ଆଉ ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ଭିଣି ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। ଜଣେ ରାଜାଙ୍କ ସମ୍ମାନ ଏବଂ ସମ୍ଭ୍ରାନ୍ତ ସ୍ଥିତିର ପ୍ରତୀକ ଅଟେ। ଶରୀରର ସର୍ବୋଚ୍ଚ ଅଙ୍ଗ ମୁଣ୍ଡରେ ମୁକୁଟ ପିନ୍ଧିବା ବିଶେଷ ଗୁରୁତ୍ୱ ବହନ କରେ। ତଥାପି ଯୀଶୁ ତାଙ୍କ ମୁଣ୍ଡରେ ତୀକ୍ଷ୍ମ କଣ୍ଟାର ମୁକୁଟ ପିନ୍ଧିଥିଲେ ଏବଂ ତାଙ୍କ ହାତ ଏବଂ ପାଦରେ କଣ୍ଟା ଲଗାଯାଇଥିଲା। ମାଥିଉ 27ରେ ପିଲାତ ଯୀଶୁଙ୍କୁ ନିର୍ଦ୍ଦୋଷ ବୋଲି ଜାଣିଥିଲେ, ତଥାପି ଦଙ୍ଗାକୁ ଭୟ କରୁଥିଲେ ଏବଂ ତାଙ୍କୁ କ୍ରୁଶବିଦ୍ଧ କରି ଦଣ୍ଡିତ କରିଥିଲେ। ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ ଉଲଗ୍ନ କରି ତାଙ୍କ ଉପରେ ଏକ ଲାଲ ରଙ୍ଗର ବସ୍ତ୍ର ପିନ୍ଧାଇଲେ ଏବଂ ତାଙ୍କ ମୁଣ୍ଡଠାରୁ ଛୋଟ କଣ୍ଟା ଶାଖାରେ ତିଆରି ହୋଇଥିବା ଏକ ମୁକୁଟକୁ ଜୋରରେ ତାଙ୍କ ମୁଣ୍ଡରେ ଚାପି ଦେଇଥିଲେ। ତୀକ୍ଷ୍ମ କଣ୍ଟା ତାଙ୍କ ମାଂସକୁ ଚିରିଥିଲା ଏବଂ ଯୀଶୁଙ୍କ ମୁଖ ରକ୍ତରେ ଆଚ୍ଛାଦିତ ହୋଇଥିଲା। ତେବେ ଈଶ୍ୱର କାହିଁକି ତାଙ୍କ ପ୍ରିୟ ପୁତ୍ର ଯୀଶୁଙ୍କୁ କଣ୍ଟାର ମୁକୁଟ ପିନ୍ଧି ଯନ୍ତ୍ରଣା ଭୋଗିବାକୁ ଅନୁମତି ଦେଇଥିଲେ? ତାଙ୍କ ରକ୍ତ କାହିଁକି ଢାଳିଥିଲେ? ପ୍ରଥମତଃ, ଏହା ମନୁଷ୍ୟର ଚିନ୍ତାରୁ ଜନ୍ମ ନେଉଥିବା ପାପକୁ କ୍ଷମା କରିବା ପାଇଁ ଥିଲା। ଯେତେବେଳେ ଆଦମ ଏବଂ ହବା ଈଶ୍ୱରଙ୍କ ସହିତ ଚାଲିଥିଲେ ଏବଂ ତାଙ୍କ ଇଚ୍ଛା ପାଳନ କରୁଥିଲେ, ସେମାନେ ପାପ କରିନଥିଲେ। କିନ୍ତୁ ଯେତେବେଳେ ସେମାନେ ସର୍ପ ଦ୍ୱାରା ପ୍ରଲୋଭିତ ହେଲେ ଏବଂ ଶୈତାନର ଚିନ୍ତାଧାରାକୁ ଗ୍ରହଣ କଲେ, ସେତେବେଳେ ପାପ ଜନ୍ମ ହୋଇଥିଲା। ପୂର୍ବରୁ ଭଲ ମନ୍ଦ ଜ୍ଞାନର ବୃକ୍ଷ ଅପହଞ୍ଚ ମନେ ହେଉଥିଲା, କିନ୍ତୁ ଏହା ବାଞ୍ଛନୀୟ ହୋଇ ଅବମାନତା ଆଡ଼କୁ ନେଇଗଲା। ସେହିଭଳି ଶୈତାନ ତଥାପି ଲୋକମାନଙ୍କ ଚିନ୍ତାଧାରାକୁ ପାପ ଆଡ଼କୁ ନେଇଯିବା ପାଇଁ ବ୍ୟବହାର କରେ। ମାନବ ମନ ଜନ୍ମରୁ ଯାହା ଦେଖେ, ଶୁଣେ ଏବଂ ଶିଖେ ତାହା ରେକର୍ଡ କରେ, ସଂଲଗ୍ନ ଭାବନା ସହିତ ଜ୍ଞାନ ସୃଷ୍ଟି କରେ। ଆତ୍ମାର କାର୍ଯ୍ୟ ମାଧ୍ୟମରେ ଜ୍ଞାନକୁ ସକ୍ରିୟ କରିବାର ପ୍ରକ୍ରିୟାକୁ ଚିନ୍ତାଧାରା କୁହାଯାଏ। ତଥାପି ସେମାନଙ୍କର ପରିବେଶ ଏବଂ ଅଭିଜ୍ଞତା ଉପରେ ଆଧାର କରି ଲୋକଙ୍କ ଜ୍ଞାନ ଭିନ୍ନ ଭିନ୍ନ ହୋଇଥାଏ ଏବଂ ସେମାନେ କିପରି ଜିନିଷକୁ ଭାବପ୍ରବଣ ଭାବରେ ଅନୁଭବ କରନ୍ତି ତାହା ଉପରେ ନିର୍ଭର କରି ସେମାନଙ୍କର ମୂଲ୍ୟବୋଧ ଭିନ୍ନ ହୋଇଥାଏ। ପ୍ରାୟତଃ ଲୋକମାନଙ୍କର ଜ୍ଞାନ ଏବଂ ଚିନ୍ତାଧାରା ଈଶ୍ୱରଙ୍କ ଇଚ୍ଛାକୁ ବିରୋଧ କରେ। ଉଦାହରଣ ସ୍ୱରୂପ, ଦୁନିଆରେ ଲୋକମାନେ ଅନ୍ୟମାନଙ୍କୁ ତଳକୁ ଠେଲି ନିଜକୁ ଉନ୍ନତ କରିବା ପାଇଁ ବିଭିନ୍ନ ଉପାୟ ବ୍ୟବହାର କରନ୍ତି। ମାଥିଉ ପୁସ୍ତକ ତାର 23 ଅଧ୍ୟାୟ 12 ପଦରେ ଈଶ୍ୱର କୁହନ୍ତି ଯେ ଯେଉଁମାନେ ନିଜକୁ ନମ୍ର କରିବେ ସେମାନେ ଉଚ୍ଚ ହେବେ। ଯେତେବେଳେ ଲୋକମାନେ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଶତ୍ରୁମାନଙ୍କୁ ଘୃଣା କରିବା ସ୍ୱାଭାବିକ ଅଟେ, ଈଶ୍ୱର ଆଦେଶ ଦିଅନ୍ତି, ତୁମର ଶତ୍ରୁମାନଙ୍କୁ ପ୍ରେମ କର। ଆଧ୍ୟାତ୍ମିକ ଚିନ୍ତାଧାରା ଈଶ୍ୱରଙ୍କ ସତ୍ୟ ସହିତ ସମାନ ହୋଇଥିବା ବେଳେ ଶାରୀରିକ ଚିନ୍ତାଧାରା ଏହାକୁ ବିରୋଧ କରେ। ଶୈତାନ ଈଶ୍ୱରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ଶାରୀରିକ ଚିନ୍ତାଧାରାକୁ ପ୍ରଭାବିତ କରେ ଏବଂ ଲୋକଙ୍କୁ ପାପ ଆଡ଼କୁ ନେଇଯାଏ। ଶେଷରେ ଅନନ୍ତ ମୃତ୍ୟୁର କାରଣ ହୁଏ। 2 କରିନ୍ଥୀୟ 10 ଅଧ୍ୟାୟ 5 ପଦରେ ଆମେ ଦେଖୁ, ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଚିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଏହା କରିବା ଦ୍ୱାରା ଆମେ ସତ୍ୟ ଏବଂ ପବିତ୍ରତାର ଲୋକ ହୋଇପାରିବା। ଆମେ ମନୋରଞ୍ଜନ କରୁଥିବା ପାପପୂର୍ଣ୍ଣ ଚିନ୍ତାଧାରାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ। ଘୃଣାର ଚିନ୍ତାଧାରା ଉଠିପାରେ, ଯେପରିକି ସେମାନେ କିପରି କାର୍ଯ୍ୟ କରନ୍ତି ମୁଁ ପସନ୍ଦ କରେ ନାହିଁ, କିମ୍ବା ନିରାଶାର ଭାବନା, ଆମକୁ ଭଲ ପାଉନାହିଁ ବୋଲି ଭାବିପାରିବା ନାହିଁ। ଅନ୍ୟମାନଙ୍କ ବିଷୟରେ ଅଶୁଦ୍ଧ କିମ୍ବା ବିଚାରାତ୍ମକ ଚିନ୍ତାଧାରା ମଧ୍ୟ ହୋଇପାରେ।
ଯେପରିକି ଅନ୍ୟମାନଙ୍କୁ ଖରାପ ପ୍ରଭାବ କିମ୍ବା ଅହଙ୍କାରୀ ଭାବରେ ନାମିତ କରିବା। ଯୀଶୁ ଆମେ ଆମ ଚିନ୍ତାଧାରାରେ କରୁଥିବା ପାପକୁ କ୍ଷମା କରିବା ପାଇଁ କଣ୍ଟାର ମୁକୁଟ ପିନ୍ଧିଥିଲେ। ଏହିପରି ଆମେ ବର୍ତ୍ତମାନ ଆମ ଚିନ୍ତାଧାରା ଦ୍ୱାରା ଆବଶ୍ୟକ ଏବଂ ସମସ୍ତ ପାପକୁ ପରିତ୍ୟାଗ କରିବା ଆବଶ୍ୟକ। ତାପରେ କ୍ରୁଶରେ ଯୀଶୁଙ୍କ ଢଳାଯାଉଥିବା ରକ୍ତ ଆମର ପାପକୁ କ୍ଷମା କରିପାରିବ। ଦ୍ୱିତୀୟତଃ ଯୀଶୁ ଆମକୁ ଏକ ଗୌରବମୟ ମୁକୁଟ ଦେବା ପାଇଁ କଣ୍ଟାର ମୁକୁଟ ପିନ୍ଧିଥିଲେ। ସ୍ୱର୍ଗରେ ଈଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଅନେକ ମୁକୁଟ ପ୍ରସ୍ତୁତ କରାଯାଇଅଛି। ପୃଥିବୀରେ କେତେକ ପ୍ରତିଯୋଗିତାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ଦିଆଯାଏ ଏବଂ ର୍ୟାଙ୍କିଂ ଆଧାରରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପରି ପଦକ ଦିଆଯାଏ। ସେହିଭଳି ସ୍ୱର୍ଗରେ ମଧ୍ୟ ମୁକୁଟ ଦିଆଯାଏ। ଆସନ୍ତୁ ପ୍ରଥମେ 1 କରିନ୍ଥୀୟ 9:25 ପଦକୁ ଦେଖିବା। ଯେ କେହି କ୍ରୀଡ଼ାରେ ପ୍ରତିଦ୍ୱନ୍ଦିତା କରେ ସେ ସମସ୍ତ ବିଷୟରେ ପରିମିତ ଭୋଗୀ ହୁଏ। ସେମାନେ କ୍ଷୟଣୀୟ ମୁକୁଟ ପାଇବା ନିମନ୍ତେ ତାହା କରନ୍ତି, ମାତ୍ର ଆମ୍ଭେମାନେ ଅକ୍ଷୟ ମୁକୁଟ ପାଇବା ନିମନ୍ତେ ତାହା କରୁ। ଏକ ଅକ୍ଷୟ ମୁକୁଟ ଅଛି ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତି ଏବଂ ପାପକୁ ଦୂର କରିବାକୁ ଚେଷ୍ଟା କରନ୍ତି, ଯେପରି ପ୍ରତିଯୋଗିତାରେ ଅଂଶଗ୍ରହଣ ପୁରସ୍କାର। 1 ପିତର 5:4 ପଦରେ ଯେଉଁମାନେ ପାପ ପରିତ୍ୟାଗ କରନ୍ତି, ବାକ୍ୟ ଦ୍ୱାରା ବଞ୍ଚନ୍ତି ଏବଂ ଈଶ୍ୱରଙ୍କୁ ଗୌରବାନ୍ୱିତ କରନ୍ତି, ସେମାନଙ୍କ ପାଇଁ ଗୌରବର ମୁକୁଟ। ପ୍ରକାଶିତ ବାକ୍ୟ 2:10 ପଦରେ ଜୀବନର ମୁକୁଟ ସେମାନଙ୍କ ପାଇଁ ଯେଉଁମାନେ ଈଶ୍ୱରଙ୍କୁ ସର୍ବୋପରି ପ୍ରେମ କରନ୍ତି, ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରୁହନ୍ତି ଏବଂ ଏକ ଶୁଦ୍ଧ ଜୀବନ ଯାପନ କରନ୍ତି। 2 ତିମୋଥୀ 4:8 ପଦରେ ପ୍ରେରିତ ପାଉଲଙ୍କ ପରି ପବିତ୍ରତାରେ ବାସ କରୁଥିବା ଲୋକମାନେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କୁ ସନ୍ତୁଷ୍ଟ କରନ୍ତି ଏବଂ ସେମାନଙ୍କର ମିଶନ ପୂରଣ କରନ୍ତି, ସେମାନେ ଧାର୍ମିକତାର ମୁକୁଟ ଗ୍ରହଣ କରିବେ। ପ୍ରକାଶିତ ବାକ୍ୟ 4:4 ପଦ ଏକ ସୁବର୍ଣ୍ଣ ମୁକୁଟ ବିଷୟରେ କହିଥାଏ, ଯେଉଁମାନେ ଶୁଦ୍ଧ, ଅପରିବର୍ତ୍ତନୀୟ ବିଶ୍ୱାସ ଏବଂ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି। ଈଶ୍ୱର ସ୍ୱର୍ଗରେ ଅନେକ ମୁକୁଟ ପ୍ରସ୍ତୁତ କରିଛନ୍ତି, ଯାହା ଜଣେ କିପରି ବିଶ୍ୱସ୍ତ ଭାବରେ ପାପକୁ ପରାସ୍ତ କରେ ଏବଂ ସେମାନଙ୍କ ଜୀବନରେ ଈଶ୍ୱରଙ୍କ ମହିମା ଆଣୁଥାଏ ତା ଉପରେ ଆଧାର କରି ଦିଆଯାଇଛି। ଯୀଶୁଙ୍କ ପ୍ରେମରେ ବିଶ୍ୱାସ କରି ଯିଏ କଣ୍ଟାର ମୁକୁଟ ପିନ୍ଧିଥିଲେ ଏବଂ ତାଙ୍କ ରକ୍ତ ଢାଳିଥିଲେ, ଆମେ ମାଂସ ନୁହଁ ଆତ୍ମାଙ୍କ ଦ୍ୱାରା ବଞ୍ଚିବା ଉପରେ ଧ୍ୟାନ ଦେବା। ଆମର ଲକ୍ଷ୍ୟ ପୂରଣ କରି ଏବଂ ଆମର ଆତ୍ମାକୁ ପୋଷଣ କରି ଆମେ ସ୍ୱର୍ଗରେ ମହାନ ହେବା ଏବଂ ସର୍ବୋତ୍ତମ ମୁକୁଟ ପ୍ରାପ୍ତ ହେବା। ଈଶ୍ୱର ଆମ ପାଇଁ ପ୍ରସ୍ତୁତ କରିଥିବା ମୁକୁଟ ଗ୍ରହଣ କରିବା ପାଇଁ ଆମେ ଯୋଗ୍ୟ ହେବା ଆବଶ୍ୟକ। ମନ୍ଦ ରୂପ ପରିତ୍ୟାଗ କରି ଶୁଦ୍ଧ ରୁହ, ସର୍ବଶ୍ରେଷ୍ଠ ମୁକୁଟ ପାଇବା ପାଇଁ ବିଶ୍ୱସ୍ତ ରୁହ। କାହିଁକି ଯୀଶୁ ନିଜକୁ କ୍ରୁଶରେ କଣ୍ଟା ଲଗାଇବାକୁ ଅନୁମତି ଦେଲେ? ଯେତେବେଳେ ଯୀଶୁ କ୍ରୁଶକୁ ମୃତ୍ୟୁଦଣ୍ଡ ସ୍ଥଳ ଗୋଲଗଥାକୁ ବୋହି ନେଇ ଯାଉଥିଲେ, ସେତେବେଳେ ଜଣେ ରୋମୀୟ ସୈନିକ ଲୁହା ବର୍ଚ୍ଛା ନେଇଥିଲେ ଏବଂ ଅନ୍ୟ ଜଣେ ହାତୁଡ଼ି ନେଇଥିଲେ। ଶତାଧିପତିଙ୍କ ଆଦେଶରେ ଯୀଶୁଙ୍କ ହାତ ଏବଂ ପାଦରେ କଣ୍ଟା ମରାଯାଇଥିଲା। ଯୀଶୁ ନିର୍ଦ୍ଦୋଷ ଥିଲେ, ତଥାପି ଆମେ ହାତ ଏବଂ ପାଦ ଦ୍ୱାରା କରୁଥିବା ପାପର ପ୍ରାୟଶ୍ଚିତ ପାଇଁ ସେ ହାତ ଏବଂ ପାଦରେ କଣ୍ଟାର ବିଧ ହେବା ପାଇଁ ଯନ୍ତ୍ରଣା ଭୋଗିଲେ। ପାପପୂର୍ଣ୍ଣ ଚିନ୍ତାଧାରା କର୍ମକୁ ନେଇଯାଏ ଏବଂ ଏହାର ପରିଣାମ ହେଉଛି ମୃତ୍ୟୁ। ଯେପରି ପାପର ବେତନ ହେଉଛି ମୃତ୍ୟୁ, ଆତ୍ମିକ ନିୟମ ଅନୁଯାୟୀ ମାର୍କ ପୁସ୍ତକ 9:45-47 ପଦ ଲେଖା ଅଛି, ଆଉ ତୁମର ପାଦ ଯଦି ତୁମର ବିଘ୍ନର କାରଣ ହୁଏ, ତେବେ ତାହା କାଟି ପକାଅ। 2 ପାଦ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବର ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ ପକ୍ଷରେ ଭଲ। କାରଣ ନରକରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ପୁଣି ତୁମ୍ଭର ଚକ୍ଷୁ ଯଦି ତୁମର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ। 2 ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବର ଏକ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ ପକ୍ଷରେ ଭଲ। ଆଜିକାଲି କେତେ ଲୋକ ନିଜ ହାତ ପାଦରେ ପାପ କରୁଛନ୍ତି। କ୍ରୋଧ, ହିଂସା, ଚୋରି ଏବଂ ଜୁଆ ଖେଳକୁ ନେଇଯାଏ, ଯାହା ଜୀବନକୁ ନଷ୍ଟ କରିଦିଏ। କେତେକ ଏପରି ହତ୍ୟା କରନ୍ତି, ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି, ନିଆଁ ଲଗାନ୍ତି ଏବଂ ଅନୁତାପ ନ କରି ଅବିସ୍ମରଣୀୟ ଅପରାଧ କରନ୍ତି। ପାପ କରିବା ଏବଂ ନରକକୁ ଯିବା ଅପେକ୍ଷା ସ୍ୱର୍ଗକୁ ଯିବା ପାଇଁ ହାତ ଏବଂ ପାଦ କାଟିବା ଭଲ। ଯେତେବେଳେ ଆମେ ଏପରି ଜିନିଷର ସାମ୍ନା କରୁ ଯାହା ଲୋଭକୁ ଉତ୍ତେଜିତ କରେ କିମ୍ବା ବ୍ୟବଚାର ଆଡ଼କୁ ନେଇଯାଏ, ସେତେବେଳେ ମଧ୍ୟ ଏହା ପ୍ରଯୁଜ୍ୟ। ପାପ କରି ନରକକୁ ଯିବା ଅପେକ୍ଷା ଆଖି ଛଡ଼ାଇ ନେବା ଭଲ। ପାପରୁ ଦୂରେଇ ରହି ସ୍ୱର୍ଗରେ ପ୍ରବେଶ କରିବା ବହୁତ ଭଲ। ଆଖି, ହାତ କିମ୍ବା ପାଦ ନ କାଟିବା ବିନା ବଞ୍ଚିବାର ରାସ୍ତା ଖୋଲା ଯାଇଛି। ଯୀଶୁ ଆମର ପାପକୁ ହାତ ଏବଂ ପାଦରେ ଗ୍ରହଣ କରି କ୍ରୁଶରେ କଣ୍ଟା ପକାଇ ତାଙ୍କ ରକ୍ତ ଢାଳିଥିଲେ। ଯୀଶୁ କଣ୍ଟାର ମୁକୁଟ ପିନ୍ଧିଥିଲେ ଏବଂ ଆମର ଚିନ୍ତାଧାରାର ପାପ କ୍ଷମା କରିବା ପାଇଁ କ୍ରୁଶବିଦ୍ଧ ହୋଇଥିଲେ। ଏପରି ମହାନ ପ୍ରେମ ଏବଂ ଅନୁଗ୍ରହ ପାଇବା ପରେ ଆମେ ପାପରୁ ଦୂରେ ରହିବା ପାଇଁ ଆମର ହୃଦୟ ଏବଂ ଚିନ୍ତାଧାରାକୁ ରକ୍ଷା କରିବା ଆବଶ୍ୟକ।
କୃତଜ୍ଞତାର ସହିତ ଏକ ବିଜୟ ଜୀବନ ବଞ୍ଚିବା ଆବଶ୍ୟକ। ମୁଁ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରୁଛି ଯେ ତୁମର ସୁନ୍ଦର ହାତ ଏବଂ ପାଦ ହେବ, ପବିତ୍ରତା ପାଇଁ ଚେଷ୍ଟା କରିବ, ଉତ୍ତମତା ଚିନ୍ତାଧାରା ରଖିବ, ସେବା କରିବ ଏବଂ ବିଶ୍ୱସ୍ତ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଯେଉଁ ବାକ୍ୟ ମୁଁ ଆପଣମାନଙ୍କ ନିକଟରେ କହିଅଛି, ସେ ବାକ୍ୟ ଅନୁସାରେ ଆମେ ଚାଲିବା, ବଞ୍ଚିବାର ଆବଶ୍ୟକତା ରହିଅଛି। ପ୍ରଭୁ ଆପଣମାନଙ୍କୁ ବିଶେଷ କରି ଅନୁଗ୍ରହ କରନ୍ତୁ, ଯେପରି ଆପଣମାନେ ସମସ୍ତେ ଈଶ୍ୱରଙ୍କର ବାକ୍ୟକୁ ବୁଝିବେ, ଶୁଣିବେ, ବିଶେଷ କରି ଯୀଶୁଙ୍କ କ୍ରୁଶବିଦ୍ଧ ଉପରେ ଆପଣମାନେ ଧ୍ୟାନ ଦେବେ। ଦ୍ୱିତୀୟ ବିଷୟ ହେଉଛି, ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତି, ତାଙ୍କୁ ନିଜର ଉଦ୍ଧାରକର୍ତ୍ତା ଭାବରେ ସ୍ୱୀକାର କରନ୍ତି, ଯୀଶୁ ଯେ ପ୍ରଭୁ, ସେ ଆପଣମାନଙ୍କ ନିମନ୍ତେ କ୍ରୁଶବିଦ୍ଧ ହେଲେ ଏବଂ ତୃତୀୟ ଦିନରେ ଉତ୍ଥିତ ହେଲେ, ଏହା ଯଦି ଆପଣ ବିଶ୍ୱାସ କରନ୍ତି, ତାହେଲେ ଆପଣ ପରିତ୍ରାଣ ପ୍ରାପ୍ତ ହେବେ। ଶେଷ ଦିନରେ ସେ ଆପଣମାନଙ୍କୁ ସେହି ସ୍ୱର୍ଗକୁ ନେବେ, ସେ ନୂତନ ଜେରୁସାଲେମକୁ ନେବେ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ନିଶ୍ଚିତ ରୂପରେ ଅନୁଗ୍ରହ ପ୍ରାପ୍ତ ହେବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ କଣ ବିଶ୍ୱାସ କରନ୍ତି ସେ ଆପଣଙ୍କୁ ପ୍ରେମ କରନ୍ତି, ସେ ଆପଣଙ୍କୁ ସ୍ନେହ କରନ୍ତି, ତାଙ୍କ କରୁଣା ଆପଣଙ୍କ ଉପରେ ଅଛି? ଯଦି ଆପଣଙ୍କ ଶରୀର ମଧ୍ୟରେ କୌଣସି ରୋଗ ଅଛି, ଆପଣଙ୍କ ପରିବାର ମଧ୍ୟରେ ଅଶାନ୍ତି ଅଛି, ଆପଣଙ୍କ ପରିବାରର ଅଶାନ୍ତି ଅଛି, ପରିବାର ମଧ୍ୟରେ ସବୁବେଳେ ହତାଶ ନିରାଶରେ ରହୁଛନ୍ତି, ତାହେଲେ ଆପଣମାନେ ପ୍ରଭୁଙ୍କ ନିକଟକୁ ଆସନ୍ତୁ। ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରିବେ, ଆଶୀର୍ବାଦ କରିବେ। ସେ ଆପଣଙ୍କୁ ଆଶୀର୍ବାଦ କରିବା ପାଇଁ ଚାହୁଁଛନ୍ତି। ପ୍ରାର୍ଥନା ମାଧ୍ୟମରେ ଆମେ ତାଙ୍କ ନିକଟକୁ ଯିବା, ଯେପରି ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆପଣମାନଙ୍କୁ ବିଶେଷ କରି ଅନୁଗ୍ରହ ଆଶୀର୍ବାଦ କରିବେ, ଶେଷ ଦିନରେ ସେ ସ୍ୱର୍ଗ ରାଜ୍ୟକୁ ନେବେ। ଆସନ୍ତୁ ଏହି ସମୟରେ ପ୍ରାର୍ଥନା କରିବା। ଆହେ ଆମଙ୍କର ସ୍ୱର୍ଗସ୍ଥ ପିତା, ତୁମର ଧନ୍ୟବାଦ କରୁଛୁ। ଆମର ପାପପୂର୍ଣ୍ଣ ଚିନ୍ତାଧାରାକୁ କ୍ଷମା କରିବା ପାଇଁ ଆପଣ କଣ୍ଟାର ମୁକୁଟ ପିନ୍ଧିଥିଲେ ଏବଂ ଆମର ପାପପୂର୍ଣ୍ଣ କାର୍ଯ୍ୟ କ୍ଷମା କରିବା ପାଇଁ ଆପଣ କ୍ରୁଶରେ କଣ୍ଟାବିଦ୍ଧ ହୋଇଥିଲେ। ସେହି ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ। ଏ ଅପାର ପ୍ରେମକୁ ଆମେ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆମେ ବୁଝୁଛୁ ଯେ ଆମେ ଆଉ ଚିନ୍ତା କିମ୍ବା କାର୍ଯ୍ୟ ଦ୍ୱାରା ପାପ କରିବା ଉଚିତ ନୁହେଁ। ସେ କ୍ରୁଶର ପ୍ରେମ ପାଇଁ ଆମେ କୃତଜ୍ଞ ହୋଇ ଆମେ ପବିତ୍ର ହେବୁ ଏବଂ ସମସ୍ତ ପାପକୁ ପରିତ୍ୟାଗ କରିବାକୁ ଚାହୁଁଛୁ। 2000 ବର୍ଷ ପୂର୍ବେ ଆପଣ ମୋ ପାଇଁ କଣ୍ଟାର ମୁକୁଟ ପିନ୍ଧିଥିଲେ। ମୁଁ ପାପ ଜାରି ରଖିବା ପାଇଁ ନୁହେଁ, ବରଂ ଆମକୁ ଆଉ ପାପ ନ କରିବାକୁ ଶିଖେଇବା ପାଇଁ। ସେଥିପାଇଁ ତୁମର ଧନ୍ୟବାଦ କରୁଛୁ। ଆମକୁ ଏମିତି ଜୀବନ ବଞ୍ଚିବାର ଶକ୍ତି ଦିଅ, ଯାହା ଆପଣଙ୍କର ଅନୁଗ୍ରହ ଏବଂ ପ୍ରେମର ଯୋଗ୍ୟ ହେଉ। ତୁମେ ପ୍ରାର୍ଥନା ଶୁଣୁଛ, ସେଥିପାଇଁ ଧନ୍ୟବାଦ ଦେଇ ଏ ସମସ୍ତ ପ୍ରାର୍ଥନା ନାଜରିତୀୟ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।